ଅତାବିରାରୁ ଯେତେବେଳେ ନୂଆପଡ଼ା ଯାଉଛନ୍ତି କଣ ମନ ଭିତରେ ଆସୁଛି ନୂଆପଡ଼ା ପାଇଁ? ନୂଆପଡ଼ାରେ ଆପଣ ବିଜୟୀ ହେବେ ଧରନ୍ତୁ, କଣ କରିବେ ନୂଆପଡ଼ା ପାଇଁ? ଦେଖନ୍ତୁ ନୂଆପଡ଼ା ସହିତ ମୁଁ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। କେମିତି? ମୁଁ ପଦମପୁରର ଝିଅ, ନୂଆପଡ଼ା ମୋ ମାମୁଁ ଘର। ମୋ ମାମୁଁ ଭାଇ ପଦମପୁର ଉପଖଣ୍ଡର ଝିଅ ଆପଣ? ଉପଖଣ୍ଡର ଝିଅ। ନୂଆପଡ଼ାରେ ମୋର ମାମୁଁ ଭାଇମାନେ ଅଛନ୍ତି, ସମସ୍ତେ ମୋ ରିଲେଟିଭ୍ ଅଛନ୍ତି, ମୋ ନଣନ୍ଦ ଆପଣଙ୍କର ସେଠି ମାମୁଁ ଘରଟା ଅଛନ୍ତି। ହଉଛି ନୂଆପଡ଼ା? ନୂଆପଡ଼ା। ମୋ ଓକେ। ଭାଇମାନେ ଯାଇକି ସେଇଠି ଅଛନ୍ତି। ହୁଁ। ମୁଁ ତାଙ୍କ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ମାନ୍ୟବର ନବୀନ ପଟ୍ଟନାୟକ ମହୋଦୟ ମୋତେ 4 ବର୍ଷ କାଳ ସେଇଟା ଅବଜର୍ଭର ଭାବରେ ଅବଜର୍ଭର ଥିଲେ ଦେଇଥିଲେ ଆପଣ? ହଁ। ଏବଂ ମୁଁ ରାଜୁ ଭାଇଙ୍କ ସହିତ ରହିକି ନବୀନ ପଟ୍ଟନାୟକଙ୍କ ଯୋଜନାକୁ ସେଇଠି ସଫଳ ରୂପାୟନ କରିବା ପାଇଁ ମୁଁ ସବୁବେଳେ ଚେଷ୍ଟିତ। ଓକେ। ଏବଂ ଯେତେବେଳେ ଆମର ଭାଇ ସୁନାଦେଇ ପାହାଡ଼ କଥା କୁହାଯାଉ, ପାଥୁରା ଆପଣଙ୍କର ଯୋଗେଶ୍ୱରୀ ମନ୍ଦିରର କଥା କୁହାଯାଉ, ଯୋଉଠି ସ୍ପେସିଆଲ ଦିଆହେଲା, ଅନୁଦାନ ଦିଆହେଲା, ସେଇ ସମୟରେ ମୁଁ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଯାଇକି କହିକି ତାଙ୍କର ସେଇ କାମଟା ଆଣିକି କରେଇଥିଲି। ଯେତେବେଳେ ଉଠା ଜଳସେଚନ ମେଗା ଲିଫ୍ଟ ଇରିଗେସନ୍ କରାଗଲା, ସେଇ ସମୟରେ ବି ମୁଁ ସେଇଠି ରହି ହୁଁ। ଲୋକଙ୍କ ସହିତ ସେ କାମଟା ତଦାରଖ କରୁଥିଲି ଏବଂ ଯାହା ଡେଭଲପମେଣ୍ଟ ହଉଥିଲା, ହୁଁ। ମୁଁ ରାଜୁ ଭାଇଙ୍କ ସହିତ ଯାଇକି ନବୀନ ପଟ୍ଟନାୟକ ସହିତ ବସିକି ଆମେ ଫାଇନାଲ କରୁଥିଲୁ। ତ ଲୋକଙ୍କ ବିଜୁ ଜନତା ଲୋକଙ୍କ ଦଳ ସହିତ ଆପଣଙ୍କ ସମ୍ପର୍କ ଅଛି? କର୍ମକର୍ତ୍ତା, ସାଧାରଣ ଲୋକ ଏବଂ ସମସ୍ତଙ୍କ ସହିତ ହୁଁ ହୁଁ। ମୋର ଭାବାବେଗ ରହିଛି, ତାଙ୍କର ସହିତ ଗୋଟେ ଘନିଷ୍ଠ ସମ୍ପର୍କ ରହିଛି। ଏଇଟା ଗୋଟେ କ୍ରାଇଟେରିଆ କି ଆପଣ ସେଇଠି ଯେହେତୁ ଥିଲେ, ଅବଜର୍ଭର ଥିଲେ, ଆପଣଙ୍କର ସମ୍ପର୍କୀୟ ମାନେ ବା ମାମୁଁ ଘର ଆପଣଙ୍କର ସେଇଠି, ଏସବୁକୁ ଆଧାର କରିକିରି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଲେ କି ଆପଣଙ୍କୁ ପ୍ରାର୍ଥୀ କରିବା ବିଷୟରେ? ଯାହା ମୁଁ ଜାଣିଛି, ନୂଆପଡ଼ା ଜିଲ୍ଲାରୁ ମଧ୍ୟ ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଅନେକ ନେତୃତ୍ୱ ଆସିକି ମାନ୍ୟବର ନବୀନ ପଟ୍ଟନାୟକ ମହୋଦୟଙ୍କୁ ଅନୁରୋଧ କଲେ ହୁଁ। ଯେ ଆପଣ ମ୍ୟାଡ଼ମକୁ ଦିଅନ୍ତୁ, କାରଣ ସିଏ ଆମ ସହିତ ସବୁବେଳେ ରହିକି କାମ କରିଛନ୍ତି। ହୁଁ। ତେଣୁ ତାଙ୍କର ଅନୁରୋଧ ବି ରହିଲା ମାନେ ଲୋକଙ୍କ ନୂଆପଡ଼ାର ନେତାମାନେ ନୂଆପଡ଼ା ଅନୁରୋଧ କଲେ? ନେତୃମଣ୍ଡଳୀଙ୍କର ବି ଅନୁରୋଧ ରହିଲା। ଜନସାଧାରଣଙ୍କ ଯୋଉ ଭାବାବେଗ ମୋ ସହିତ ରହିଛି ସେଇଟା ମଧ୍ୟ ନବୀନ ପଟ୍ଟନାୟକ ମହୋଦୟ ଜାଣିଛନ୍ତି ହୁଁ। ଏବଂ ତାଙ୍କର ନିଷ୍ପତ୍ତି ସବୁ ମିଶିକି ସେ ନିଷ୍ପତ୍ତି ନେଲେ ଏବଂ ମୋତେ ଆଜି ପ୍ରାର୍ଥୀ ଭାବରେ ସେଇଠି ଘୋଷଣା କରିଛନ୍ତି।